ପାଇଛୁ ପୁଣି ତାଙ୍କ ବାକ୍ୟରୁ କିଛି ଅଂଶ ଆଲୋଚନା କରିବା ପାଇଁ ମଧ୍ୟ ସୁଯୋଗ ପାଇଛୁ। ଥ୍ୟାଙ୍କ ୟୁ ଲର୍ଡ ଆଣ୍ଡ ଥ୍ୟାଙ୍କ ୟୁ ଅଲ୍ ଫର ଇନଭାଇଟିଂ ମି। ତେଣୁ ଆସନ୍ତୁ ସମୟ ଅତିବାହିତ ନ କରି ଆଜିର ବାକ୍ୟ ମଧ୍ୟକୁ ପ୍ରବେଶ କରିବା। ଆଜିର ଧ୍ୟାନ ନିମନ୍ତେ ପଢିବା ଆପଣମାନେ ସମସ୍ତେ ପାଇପାରିବେ ପ୍ରଥମ ଥେସଲୋନିକ୍ୟ ତାର 5ମ ଅଧ୍ୟାୟ 12 ଏବଂ 13 ପଦ। ଫାର୍ଷ୍ଟ ଥେସଲୋନିକିଆନ୍ସ chapter 5 verse 12 and 13 ଆପଣ ମାନଙ୍କର ଅବଗତି ନିମନ୍ତେ ମୁଁ ପଢି ଦିଏ। ହେ ଭାଇ ମାନେ ଆମ୍ଭେ ମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ନେତା ସ୍ୱରୂପେ ନିଯୁକ୍ତ ହୋଇ ତୁମ୍ଭମାନଙ୍କୁ ଚେତନା ଦିଅନ୍ତି ସେମାନଙ୍କୁ ମାନ୍ୟ କର। ପୁଣି ସେମାନଙ୍କର କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର। ପରସ୍ପର ସଙ୍ଗରେ ଶାନ୍ତିରେ ରୁହ। ଆସନ୍ତୁ ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ଗୋଟିଏ ମିନିଟ ପ୍ରାର୍ଥନା କରିବା। ମଙ୍ଗଳମୟ ପ୍ରଭୁ ତୁମ ପବିତ୍ର ନାମର ଧନ୍ୟବାଦ ପ୍ରଶଂସା ଗୌରବ ସମ୍ଭ୍ରମ କରୁ। ଆଜି ପବିତ୍ର ଶୁକ୍ରବାରରେ ପ୍ରଭୁ ପ୍ରାତ କାଳର ଉପାସନାରେ ତୁମେ ଆରମ୍ଭରୁ ଏପର୍ଯ୍ୟନ୍ତ ଆମମାନଙ୍କ ସଙ୍ଗରେ ଅଛ। ପବିତ୍ର ଆତ୍ମାଙ୍କର ଅବଗାହନରେ ଆମମାନଙ୍କୁ କଢାଇ ଆଣିଛ, ସେଥିପାଇଁ ଧନ୍ୟବାଦ ଦଉଛୁ। ତୁମ ଉଦ୍ଦେଶ୍ୟରେ ଗୀତ ଗାନ କଲୁ, ତୁମ ଉଦ୍ଦେଶ୍ୟରେ ପ୍ରଭୁ ଗୀତ ସଙ୍ଗୀତରୁ ପଢିଲୁ, ସେ ସମସ୍ତ ବିଷୟରେ ତୁମେ ଗୌରବ ପାଇଛ ଆମେ ବିଶ୍ୱାସ କରୁ। ବର୍ତ୍ତମାନ କିଛି ସମୟ ତୁମର ବାକ୍ୟରୁ ଅଧ୍ୟୟନ କରିବା ନିମନ୍ତେ ଯାଉଛି ପ୍ରଭୁ। ତୁମେ ମତେ ପୁଣି ଶୁଣିବା ପାଇଁ ବସିଥିବା ପ୍ରତ୍ୟେକ ତୁମର ପ୍ରିୟଜନ ମାନଙ୍କୁ ଅନୁଗ୍ରହ କର। ଆମମାନଙ୍କର ଆତ୍ମିକ ଚକ୍ଷୁ ପୁଣି ଆତ୍ମିକ କର୍ଣ୍ଣ ପୁଣି ଆମମାନଙ୍କର ମସ୍ତିଷ୍କ ପ୍ରଭୁ ଯେପରି ତୁମରି ଆଡେ ଉପନେଇ ରହିବ ଆଉ ପ୍ରଭୁ ତାହା ବୁଝିପାରିବ ବାକ୍ୟକୁ, ସେଥିପାଇଁ ତୁମେ ଅନୁଗ୍ରହ କର। ପ୍ରାର୍ଥନା ଶୁଣିଲେ ଧନ୍ୟବାଦ ଦେଇ ସମସ୍ତ ନିବେଦନ ନିତ୍ୟ ଜୀବିତ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗି ଆମେନ ଆମେନ। ପ୍ରିୟରେ ଭାଇ ଏବଂ ଭଉଣୀ ମାନେ, ଆମେ ଆଜି ଯେଉଁ ଅଂଶ ପଢିଲୁ ଆପଣ ମାନେ ଏତିକିରୁ ସ୍ପଷ୍ଟ ଜାଣିପାରୁଥିବେ ଯେ ଏଠି 2 ଜଣଙ୍କ ବିଷୟରେ ଲେଖାଯାଏ, ଅର୍ଥାତ୍ କିଛି ନେତୃତ୍ୱ ନେବା ଲୋକମାନଙ୍କ ବିଷୟରେ ଆଉ କିଛି ସେଇ ନେତୃତ୍ୱରେ ବିଶ୍ୱାସ କରି ସେମାନଙ୍କର ଅନୁଗାମୀ ହେବା ବିଷୟରେ। ତେଣୁ ମୁଁ ଗତ କିଛି ଦିନ ଧରି ଆଉ 2-3ଟା ଟପିକ ଉପରେ ଆକ୍ଚୁଆଲି ପ୍ରିପେୟାର ହଉଥିଲି ଆଜି ଦିନ ପାଇଁ, କିନ୍ତୁ ଲାଷ୍ଟ ମୁଭମେଣ୍ଟରେ ମତେ ଜଣେ ଆଉ ଗୋଟେ ଗ୍ରୁପରେ ମୁଁ ଅଛି, ସେ ଭାଇ ସେଟା ଆକ୍ଚୁଆଲି ଆମେ କେବଳ ଆପଣ ରାଇଟିଂରେ ସେଥିରେ ଆମେ ବାକ୍ୟ ସେୟାର କରୁଛୁ, ନଟ୍ ଇନ୍ ଦି ସ୍ପିକିଂ। ତ ସେ ଲିଡରସିପ ଟିଚିଂ କରୁ କରୁ ଏ 2ଟା ସେ ଶବ୍ଦ ଏ 2ଟା ବାକ୍ୟରୁ ଏ 2ଟା ପଦ ସେ ଗୋଟେ ଗ୍ରୁପରେ ସେୟାର କଲେ। ଆଉ ମତେ ଏଇଟା ବହୁତ ଆକର୍ଷଣ ଲାଗିଲା। ତେଣୁ ତା ଉପରେ ମୁଁ ଧ୍ୟାନ କରୁ କରୁ କିଛି ପରମେଶ୍ୱରଙ୍କ ଚାଳନା ଆସିଲା ପରେ ସେଥିରୁ କିଛି ମୁଁ ନୋଟ କରିବା ଆରମ୍ଭ କଲି। ଆଉ ତା ନୋଟ କଲା ପରେ ଏଇଟା ସୁନ୍ଦର ହବ ଭାବିକି ଆଉ ପରବର୍ତ୍ତୀ ସମୟରେ ହଠାତ୍ ତାକୁ ପରିବର୍ତ୍ତନ କରି 2 ଦିନ ତଳେ ମୁଁ ଆକୁ ପରିବର୍ତ୍ତନ କରି ଆପଣମାନଙ୍କ ସମ୍ମୁଖରେ ଆକୁ କିଛି ବିଷୟ ଆଲୋଚନା କରିବା ପାଇଁ ଚାହୁଁଛି, କାରଣ ବର୍ତ୍ତମାନର ପରିପ୍ରେକ୍ଷୀରେ ମତେ ଲାଗେ ଏଇଟା ଅତ୍ୟନ୍ତ ଉପଯୋଗୀ ଅଟେ। ତ ଆମେ ସମସ୍ତେ ଯୋଉମାନେ ବି ଅଛୁ ଡେଫିନେଟଲି ନେତା ହେବା ପାଇଁ, ବକ୍ତା ହେବା ପାଇଁ, କର୍ମକର୍ତ୍ତା ହେବା ପାଇଁ ନିଶ୍ଚୟ ଆଗ୍ରହ ପ୍ରକାଶ କରିଥାଉ। ଅନୁଗାମୀ ହେବା ପାଇଁ, ଶ୍ରୋତା ହେବା ପାଇଁ କିମ୍ବା କାହାର ଫଲୋର ହେବା ପାଇଁ ଯେତିକି ଆଗ୍ରହ ନ କରିଥାଉ, ବାକି ଆମମାନଙ୍କୁ ନେତୃତ୍ୱ ନେବା ପାଇଁ ବା ନେତା ହେବା ପାଇଁ ଆମକୁ ନିହାତି ଆଗ୍ରହ ଆସେ। ଆଉ ଯିଏ ବି ନେତୃତ୍ୱ କରେ ସିଏ ନିଶ୍ଚିତ ଭାବରେ ଚାହେଁ କିଛି ଲୋକ ତାଙ୍କର ଅନୁଗାମୀ ହୁଅନ୍ତୁ, ତାଙ୍କର ଫଲୋର ହୁଅନ୍ତୁ, ତାଙ୍କର କଥା ଶୁଣନ୍ତୁ, ତାଙ୍କର କଥା ଅନୁସାରେ କାର୍ଯ୍ୟ କରନ୍ତୁ, ତାଙ୍କର କାର୍ଯ୍ୟ ଦେଖିକି କାର୍ଯ୍ୟ କରନ୍ତୁ। ଏ ବିଷୟ ଆମମାନଙ୍କ ମନରେ ଆସେ। ଆଉ ସେଥିପାଇଁ ଆମେ ବହୁତ ପରିଶ୍ରମ ମଧ୍ୟ କରିଥାଉ। କେହି ବାକ୍ୟ ପ୍ରଚାରରେ ପରିଶ୍ରମ କରିଥାଉ, କେହି ବର୍ଷିପ ଲିଡ୍ କରିବାରେ ଆମେ ପରିଶ୍ରମ କରିଥାଉ, କେହି ଶିକ୍ଷା ଦାନରେ ପରିଶ୍ରମ କରିଥାଉ, କେହି ମାଣ୍ଡଳିକ ପଦ ପଦବୀରେ ଥାଇକରି ମଧ୍ୟ ଆମେ ପରିଶ୍ରମ କରିଥାଉ। ଆଉ ଏ ସମସ୍ତ ପରିଶ୍ରମ ପାଇଁ ଆମେ ନିଶ୍ଚିତ ଭାବରେ ଆମମାନଙ୍କ ଫଲୋର ଯୋଉମାନେ ଅଛନ୍ତି, ଆମମାନଙ୍କର ଯୋଉମାନେ ଅନୁଗାମୀ ଅଛନ୍ତି, ସେମାନଙ୍କ ଠାରୁ ଆମେ ସମ୍ମାନ, ଆଦର, ମାନ୍ୟତା, ପ୍ରେମ ଇତ୍ୟାଦି ପାଇବା ପାଇଁ ଅପେକ୍ଷା କରିଥାଉ। ତେବେ ଆଜିର ଯୋଉ ବାକ୍ୟ ଆମେ ପଢିଲୁ ସେଥିରେ ଆମେ ଯଦି 13 ପଦକୁ ମୁଁ ଆଉ ଥରେ ପଢିଦିଏ, ସେଠି ଲେଖାଯାଏ
ପୁଣି ସେମାନଙ୍କର କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର। ଅର୍ଥାତ୍ ଏଠି ଆମେ ପଢିବାକୁ ପାଉଛୁ ଲୋକମାନେ ହୁଏତ ଆମର ନାମ ସକାଶେ ଆମମାନଙ୍କୁ ସମ୍ମାନ ନ ଦେଇ ପାରନ୍ତି, ଆମମାନଙ୍କର ଜ୍ଞାନ ସକାଶେ ଲୋକମାନେ ଆମକୁ ସମ୍ମାନ ନ ଦେଇ ପାରନ୍ତି, ଆମମାନଙ୍କର ଯୋଗ୍ୟତା ପାଇଁ ଲୋକମାନେ ଆମକୁ ସମ୍ମାନ ନ ଦେଇ ପାରନ୍ତି, ଆମମାନଙ୍କର କଥା କହିବାର ଶୈଳୀ ପାଇଁ ହୁଏତ ଲୋକମାନେ ଆମକୁ ସମ୍ମାନ ନ ଦେଇ ପାରନ୍ତି, କିନ୍ତୁ ଗୋଟିଏ ବିଷୟ ପାଇଁ ସେମାନେ ନିଶ୍ଚିନ୍ତ ଭାବରେ ଆମକୁ ସମ୍ମାନ ଦେବେ, ଆଉ ତାହା ହେଉଛି ଆମମାନଙ୍କର କାର୍ଯ୍ୟ, ଆୱାର ୱାର୍କସ, ଆୱାର ଡିଡ୍ସ। ସେଥିପାଇଁ ଇଂରାଜୀରେ ଗୋଟେ ଶବ୍ଦ ଅଛି ବା ଗୋଟେ କୁହାଯାଏ ଆକ୍ସନ୍ସ ଆର୍ ଲାଉଡର ଦେନ୍ ୱାର୍ଡସ, ଅର୍ଥାତ୍ ଆମମାନଙ୍କର କାର୍ଯ୍ୟ ଗୁଡ଼ିକ ଆମମାନଙ୍କର ଶବ୍ଦ ଅପେକ୍ଷା ଅଧିକ ଇଫେକ୍ଟିଭ ଏବଂ ଅଧିକ ଲୋକମାନଙ୍କ ପାଖରେ ପହଞ୍ଚେ। ଯଦି ଲୋକମାନେ ଆମକୁ କାର୍ଯ୍ୟ ଦ୍ୱାରା ଆମମାନଙ୍କୁ ସମ୍ମାନ ଦେବା ପାଇଁ ଏଠି ଲେଖାଯାଏ, ତାହେଲେ ଆମକୁ କାର୍ଯ୍ୟ ପ୍ରତି ଅଧିକ ଯତ୍ନଶୀଳ ହେବାର ଆବଶ୍ୟକତା ରହିଛି। So we have to be very very careful about our works, about our deeds. ଆମମାନଙ୍କର words ଉପରେ ମଧ୍ୟ କେୟାରଫୁଲ ହେବାର ଅଛି but ଆମମାନଙ୍କର works ଉପରେ ଆମମାନଙ୍କର ବେଶୀ କେୟାରଫୁଲ ହେବାର ଅଛି, because people may not do what we say but people will definitely do what we do. ଲୋକମାନେ ଆମେ ଯାହା କହିଥାଉ ତ ତାହା କରି ନ ପାରନ୍ତି, ବଟ୍ ଆମେ ଯାହା କରିଥାଉ ତାକୁ ପ୍ରାୟତଃ ଲୋକମାନେ କରିଥାନ୍ତି, ସେ ଆମକୁ ଇମିଟେଟ୍ କରନ୍ତି ବା ସେ ଆମକୁ କପି କରନ୍ତି ବା ସେ ଆମ କାର୍ଯ୍ୟ ଅନୁସାରେ କାର୍ଯ୍ୟ କରିଥାନ୍ତି। লিডরশিপ তো নর্মালি আমি ডিজিটালি এতে কম করিথাও, এটা আপন যদি ফিজিক্যাল করিবে তাহলে আপন তা ভিতরে ইন্টারাক্টিভ সেশন রখিলে অধিকা কো বুঝিবা পাই সুবিধা हुए, কিন্তু আসলে কিছু বুঝিবা পাই এতে চেষ্টা করিবা। তো আজি আমি চেষ্টা করিবা বিভিন্ন লিডর্স মানকৰ କାର୍ଯ୍ୟ সম্পর্কରେ। তো লিডর্স মানকৰ বা নেতা মানকৰ କାର୍ଯ୍ୟଶୈଳୀ को ବୁଝିବା ପାଇଁ ହେଲେ ଆମମାନେ লিডর্স মানকৰ বা নেতা মানকৰ ପ୍ରକାର ଭେଦ ଜାଣିବାର ଆବଶ୍ୟକତା ରହିଛି। ଆପଣ ହୁଏତ ବିଭିନ୍ନ ପ୍ରକାର ଲିଡରସିପ କୁ ଆପଣ ଡିଫାଇନ କରିପାରନ୍ତି, ବଟ୍ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ଲିଡରସିପ 5 ପ୍ରକାର ଲିଡରସିପ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହୁଁଛି। 5 ପ୍ରକାର କେବଳ ନୁହେଁ, ମାତ୍ର 5ଟା ଲେଭେଲର ଲିଡରସିପ ବିଷୟରେ ମୁଁ ଆପଣଙ୍କ ସମ୍ମୁଖରେ ଆଜି କିଛି ଆଲୋଚନା କରିବା ପାଇଁ ଚାହେଁ। ଆମେ ଲୋଏଷ୍ଟ ଟୁ ହାଇଏଷ୍ଟ ପର୍ଯ୍ୟନ୍ତ ଯିବା, ଆଉ ସେଥିରେ ଆମେ ବୁଝିବାକୁ ଚେଷ୍ଟା କରିବା what are the works of the leaders and how they work, how they act, ସେମାନେ କେମିତି କାର୍ଯ୍ୟ କରନ୍ତି। Let us try to understand the works of the leaders through the types and the levels of leadership. Leaders ମାନଙ୍କର ପ୍ରକାର ଭେଦ ଏବଂ leaders ମାନଙ୍କର levels ଉପରେ ଆମେ ତାଙ୍କ କାର୍ଯ୍ୟଶୈଳୀଟାକୁ ବୁଝିବା ପାଇଁ ଚେଷ୍ଟା କରିବା। ତ ପ୍ରଥମ leadership ହେଉଛି positional leadership, what you get by a position। ଗୋଟେ ପୋଜିସନାଲ ଲିଡରସିପ, ଆଉ ସେଥିରେ ଗୋଟେ ପୋଜିସନ ହିସାବରେ ଆପଣ ଗୋଟେ ରାଇଟ ବା କିଛି ଅଥରିଟି ଥାଏ, ପଦବୀ ଜନିତ ନେତୃତ୍ୱ। ଯେହେତୁ ଗୋଟେ ପଦବୀ ଅଛି ଆଉ ସେ ପଦବୀର କିଛି ଅଧିକାର ଅଛି, ଏହି ପ୍ରକାର ଲିଡରସିପ ରେ ଲୋକମାନେ ଆପଣଙ୍କୁ ଫଲୋ କରନ୍ତି କାରଣ ସେମାନେ ଆପଣଙ୍କୁ ଫଲୋ କରିବା ପାଇଁ ବାଧ୍ୟ। In this leadership people follow you because they have to follow, because this is a positional leader। ଆପଣ ହୁଏତ ଗୋଟେ ମଣ୍ଡଳୀର ପାଷ୍ଟର ହେଇଥାଇ ପାରନ୍ତି ବା ମଣ୍ଡଳୀର କର୍ମକର୍ତ୍ତା ହେଇଥାଇ ପାରନ୍ତି, ଆଉ ସେ କର୍ମକର୍ତ୍ତା ଭାବରେ ସେ ପାଷ୍ଟର ଭାବରେ ବା ସେ ଟିଚର ଭାବରେ ଆପଣଙ୍କର କିଛି ରାଇଟ୍ସ ଅଛି, କିଛି ଅଥରିଟି ଅଛି, କିଛି ପାୱାର ଅଛି, ଆଉ ସେଥିପାଇଁ ସେ ଆପଣଙ୍କୁ ଫଲୋ କରନ୍ତି। ଆଉଟସାଇଡ ମଣ୍ଡଳୀ ଯଦି ଆପଣ ଚିନ୍ତା କରିବେ ମଧ୍ୟ ହୁଏତ ପଲିଟିକାଲି ବି ହେଇପାରେ, ସମାଜରେ ବି ହେଇପାରେ, ଆପଣଙ୍କର କିଛି ପଦପଦବୀ ଅଛି ଆଉ ସେ ପଦପଦବୀର କିଛି ପାୱାର୍ସ ଅଛି, ଅଥରିଟି ଅଛି, ସେଥିପାଇଁ ସେ ଆପଣଙ୍କୁ ଫଲୋ କରିବେ। ଯଦି ଆପଣ ଟ୍ରାଫିକ ରୁଲସ, ଆପଣ ବଡ ପଦବୀରେ ଥାଇପାରନ୍ତି, ବଟ୍ ଯେତେବେଳେ ଟ୍ରାଫିକ ହାବିଲଦାର ଡ୍ୟୁଟି ପରଫର୍ମ କରୁଛନ୍ତି ଟ୍ରାଫିକ ଛକରେ, ହି ହାଜ ସମ୍ ପାୱାର ଏଜ ଏ ଟ୍ରାଫିକ ହାବିଲଦାର, ଆଉ ସେ ଆପଣଙ୍କୁ ଗାଡିକୁ ଅଟକେଇ ପାରନ୍ତି। ଆପଣ ଯଦି ଟ୍ରାଫିକ ରୁଲ ଭାয়োଲେସନ କରିଛନ୍ତି ତାହେଲେ ଆପଣଙ୍କର ସିଏ ଚାଲାନ ମଧ୍ୟ କାଟି ପାରନ୍ତି, ବିକଜ ହି ହାଜ ଗଟ୍ ଦ୍ୟାଟ ଅଥରିଟି, ଦ୍ୟାଟ ପାୱାର, ବିକଜ ଅଫ ହିଜ ପୋଜିସନ। ଆଉ ସେଥିପାଇଁ ଏଇ ପୋଜିସନାଲ ଲିଡରସିପ ରେ ପିପୁଲ ଫଲୋ ୟୁ ବିକଜ ଅଫ ୟୋର ପୋଜିସନ। ଲୋକମାନେ ହୁଏତ ଆପଣଙ୍କୁ ସମ୍ମାନ ନ ଦେଇପାରନ୍ତି, ବଟ୍ ଲୋକ ଆପଣଙ୍କୁ ଭୟ କରନ୍ତି। ପିପୁଲ ମେ ନଟ୍ ରେସ୍ପେକ୍ଟ ୟୁ ଇଭେନ ଦୋ ଦେ ଫିୟର ୟୁ, ସେମାନେ ଆପଣଙ୍କୁ ତ ଭୟ କରିପାରନ୍ତି, ବିକଜ ଯଦି ଅମାନ୍ୟ କରୁଛନ୍ତି ତାହେଲେ there may be some punishments, ହୁଏତ ସେଥିରେ କିଛି
पनिशमेंट पाइबार संभावना अछि तो दिस इज द लोएस्ट लेवल ऑफ लीडरशिप आवाकु सबुठारु निम्न स्तर लीडरशिप बोलिक आमे आकु गणना करा जाए तेना आज देखो तो समाज रे एई लीडरशिप पाई ए जो पोजिशनल लीडरशिप पाई बारियाड़ी एथिरे प्रबल कंपटीशन मोर कंपटीशन कठोर कंपटीशन एथिरे समस्ते अन्य मानको दबी के ऊपर को जीवा पाई बा पद पदवी पाइबा पाई अनेक कंकर एथिरे कंपटीशन हेई थाए आ ए स्तर रो लीडर्स माने जो माने थांती से माने निजे कहि थांती किंतु हुए तो से माने निजे कार्य करिबा पाई पसंद करंती नाही अन्य मानको कार्य करिबा पाई पसंद करंती प्रभु यीशु ख्रीष्टଙ୍କର पार्थिव जीवन समय रे साधु की फारूसी शास्त्री माने एई स्तरर लीडर्स थिले आपण माने पढि परिबे माथ्यू लिखित सुसमाचार तार 23 पर्व 1 रु 4 मु आपण मानकर अवगति निमित्त पढि देबा पाई चाहे एटा लिखा जाए सेई समय रे अर्थात प्रभु यीशु ख्रीष्ट जेतेले पृथ्वी रे पार्थिव जीवन यापन करतले सेई समय रे यीशु लोक समूह आपण शिष्य मानकु शिक्षा दे कहिए शास्त्री और फारूसी माने मशांक आसन रे बसी अछंती अतएव से माने तुम्भ मानकु जहा किछि कहंती ताहा मान ओ पालन कर मात्र से मानको कर्म अनुसार कर्म कर नहीं कारण से माने कहंती किंतु करंती नहीं से माने गुरु भार बंधन करी मनुष्य मानक स्कंद रे थोई दियंती किंतु निजे अंगुली दे ताहा टेकिबा को इच्छा करंती नहीं दे डोंट लाइक टू वर्क दे लाइक टू अदर पीपल वर्क फॉर देम से माने निजे कार्य करिबा पई चाहंती नहीं से माने अन्य मानको तांको पई कार्य करिबा पई चाहंती आज मंडली मानकरे एई प्रकार लीडरशिप पई प्रतिद्वंदिता प्रचंड मात्रा रे जोथि पई मंडली मध्यरे एवं मंडली मानक मध्यरे आमानक भितरे एकता नाही यूनिटी नाही एई तो आज एते प्रकार डॉक्ट्रिन्स आउ एते प्रकार डिनोमिनेशंस कारण सेथिरे लीडरशिप आज जते भी चर्च अलगा अलगा हेचंती जेते दीटा कारण गोटे हला लीडरशिप आ गोटे हला फाइनेंशियल मो मोर मातृ मंडली कथा जदि कहबी लास्ट 20 रु 25 वर्ष भितरे आम मंडली रु बाहरी आउरी 4 रु 5 टा मंडली हे सारला ताको एनालिसिस करे देखे केवल ओनली बिकॉज ऑफ द लीडरशिप पद पदवी पाई पोजिशनल लीडरशिप पाई या तो फाइनेंशियल बेनिफिट पाई नॉट एनी अदर रीजन so this is called the positional leadership is called as the lowest level of leadership which is now rampantly prevalent in the church as well as outside of the church second leadership I mean the second level of leadership that is a leadership relational leadership or permissible leadership but संपर्क जनित लीडरशिप एथिरे पीपल फॉलो यू बिकॉज दे वांट टू फॉलो एथिरे लोक माने आपनकर अनुगामी एथिपाई हेई थांती से माने सो इच्छा रे आपनकर अनुगामी हेई थांती पीपल विल फॉलो यू बियॉन्ड योर स्टेटेड अथॉरिटी बिकॉज यू हैव पर्सनल रिलेशन विथ देम आपनकर जेतु लोक मानक सहित रे व्यक्तिगत संपर्क अछि जोथि पाई लोक माने आपनकर अथॉरिटी थाउ किंबा न थाउ आपण पद पदवी थांतु बा न थांतु से आपण को फॉलो करिबा पई इच्छा करंती कारण आपणकर ताको ऊपर किछि इन्फ्लुएंस अछि आ आपण ताको ऊपर आगुर किछि पद पदवी थिबा जुगु ताको प्रति आपणकर पावर अछि आ बेले बेले लोक माने एई यार सुजोग नेकी ताको मिस यूज करंत एटा मते गुटे रीजन जोति पई लोक माने किछि लोक मानकु मातृमंडल बाहर करी मुख्य मंडल बाहर करी की ताकर किछि जो फॉलोअर आगर अछंती ताकर रिलेशन थिबा जगो ओय तो पद पदवी थिबा जगो रिलेशन हेई पारे किबा आपण ब्लड रिलेशन थिबा जगो जो रिलेशन हेई पारे किबा एनी रिलेशन पर्सनल रिलेशन थिबा जगो व्यक्तिगत संपर्क ताको संगे भलो रे थिबा जगो बेले बेले नेता माने आको मिसयूज करी आउ से माने विभिन्न प्रकार विशृंखला सृष्टि करंती आउ किछि लोक माने को बाहर करी किरी आ गोटे मंडली मध्य गठन करंती सो दिस इज द सेकंड लेवल ऑफ लीडरशिप आ एथिरे लोक माने आपण केते पई फॉलो करंती बिकॉज दे हैव पर्सनल रिलेशनशिप विथ आपण कर व्यक्तिगत संपर्क थिबा जुगु से आपण केते फॉलो करंती मो स्पीड रे जाउची कारण समय बहुत कम तृतीय लेवल रो लीडरशिप होची आमानकर प्रोडक्शन बा रिजल्ट ओरिएंटेड लीडर्स सो प्रोडक्शन बा रिजल्ट ओरिएंटेड लीडर्स कोन हुए ना पीपल फॉलो यू बिकॉज ऑफ व्हाट यू हैव डन फॉर द ऑर्गेनाइजेशन आपण जो
गोटे मंडली पारे कि जो अनुष्ठान पारे तार अंशी एवं से नेता से मंडली से अनुष्ठान किसी दृष्टांतमूलक कार्य उन्नतमूलक कार्य कर से कार्य आपण भल पाती बोली से कार्य को भल पाती बोली आपण फॉलो करते दे लाइक यू एंड व्हाट यू आर डूइंग फॉर योर कम्युनिटी आपनकर कम्युनिटी जहाँ आपण करुचंती ताकू भल पाइबा हेतु से आपन को फॉलो करिथांती आ से कार्य करते व्यक्ति को सेति से माने सम्मान देइथांती उदाहरण स्वरूप जदि आपण कौन सी पास्टर अच्छी पालक अच्छा कि मंडली कर्मकर्ता अच्छा ताहले एज ए पास्टर और एज ए लीडर ऑफ द चर्च आपण जो कार्य करिथांती सेति लोक माने आपण को सम्मान देइथांती बेले बेले से आम व्यक्तिगत भाव में पसंद न कले अनुष्ठान प्रति जो अवदान थाए अनुष्ठान प्रति जो कार्य थाए जो आम रिजल्ट आम देखी से कार्य कार्य को पसंद करने हेतु आम फॉलो कर आज वाक्यांश आम देखू से परिश्रम से परिश्रम कार्य सकाशे से प्रेम आदर करने कहुए बिकॉज ऑफ देयर लेबर एंड बिकॉज ऑफ देयर वर्क्स रेस्पेक्ट देम एंड से लव देम तांको भल पाइबा पई से मानकु कहा जाय से माने अनुष्ठान छाड़ी कि गले मध्य से मानकर पूर्वकृत कार्य पई आमे से मानकु एबे भी समाधान करथा मु अगर हम मंडली कथा मु कहउथिली किछि बहुत पुराना जो माने मंडली को आरंभ रु लीड करथिले से माने आज हमर मूल मंडली संगे नहांते किंतु तथापि से माने आगु जेतु कार्य करी कि से मंडली को एस्टैब्लिश करथिले मंडली पर ताकर अनेक अवदान अछि से मंडली आज से सम्मान दिए ये जो तृतीय लेवल रो लीडरशिप प्रोडक्शन रिजल्ट बिकॉज दे हैव डन समथिंग देयर इज अ गुड रिजल्ट आउ ताको आखि आगे रखी आमने तांकर फॉलोअर हेई थाउ तांकर अनुगामी हेई थाउ तांको सम्मान देई थाउ ताको आमने भल पाई थाउ चतुर्थ प्रकार लीडरशिप द नेक्स्ट लेवल फोर्थ लेवल लीडरशिप इज पीपल डेवलपमेंट लीडरशिप ताको आमे कहू रिप्रोडक्शन लीडरशिप इतने कौन हुए ना पीपल फॉलो यू बिकॉज ऑफ व्हाट यू हैव डन फॉर देम तृतीय प्रकार लीडरशिप रे आपनकर कम्युनिटी बा आपनकर ऑर्गेनाइजेशन पे जो कार्य करिसंती सेति पय लोक फॉलो करिथांती लेवल 4 रे लोक माने आपनको एति पय फॉलो करिथांती जे आपनकर कार्य सकाशे ताको जीवन रे व्यक्तिगत भाव रे ताको जीवन रे परिवर्तन आसीछि दैट इज व्हाई दे लव यू you are directly benefited by their works सेमानकर कार्य सकाशे आपण सीधा सड़क आपण पार्थिव भाव रे पारे किंबा आत्मिक भाव रे पारे आपण बेनिफिटेड हेचंती आपण लाभवान हेचंती तेनु आपण ताको फॉलो करथि जदि प्रभु यीशु ख्रीष्टकर 12 जन शिष्य थिले परवर्ती समय से माने 11 जन शिष्य थिले जहा प्रभु यीशुकर शिक्षा हेतु एवं प्रभु यीशुकर संग रे रहिबा हेतु ताकर सहित जीवन यापन करने हेतु जीवन रे जो व्यापक परिवर्तन आसला अनुगामी होते साधु पाउल को यही श्रेणी लीडरशिप रे गणना कहा जाय थाए कारण से निजे जेपरी जीवन यापन करथिले सेपरी अनेक लोकन को से प्रकार हेबा पई सृष्टि करथिले ही हैज क्रिएटेड सम डिसाइपल लाइक हिम उदाहरण आप देखिए तिमोथी हो पारती तीतस हो पारती शिला हो पारती बर्नबा हो पारती लूक हो पारती एपरिक किसी महिला नेत्री माने सृष्टि होते द्वारा आप प्रिस्किला कथा कहतु कि फर्बिन कथा कहतु मरियम कथा कहतु रोमी तार 16 पर्व 1 ରୁ 16 पदरे अनेक पाउलंकर द्वारा सृष्टि करा जायतिबा रिप्रोडक्टेड नेता मानकर ना गुडी अछि आपण माने आराम रे घरे पढ़ी पारिबे रोमान चैप्टर 16 वर्स फ्रॉम 1 to 16 एबे पढ़िया पे समय नहीं आपण माने ताको आराम रे घरे पढ़ो आपण सेही नेता माने अर्थात पाउल जो मान को सृष्टि करथिले सेही नेता माने परवर्ती अध्याय रे मध्य अनेक नेता नेत्री मान को सृष्टि करथिले जोति पई इयरली चर्चेस गुडा को एस्टैब्लिश हेतिला आ से इयरली चर्च ट्रेडिशन गुडा को दृढ़तार सहित आगो बढ़िला इन स्पाइट ऑफ सेवरल परसिक्यूशन अनेक ताड़ना हेबा सत्वे मध्य आदि प्रथम चर्च गुडिक प्रथम शताब्दी चर्च गुडिक अति सुंदर भाव में बढ़िबा को लागिला एही श्रेणी रो लोक माने बा एही श्रेणी रो लीडर्स माने दे लीड फ्रॉम द फ्रंट
ସେମାନେ ନିଜର କାର୍ଯ୍ୟ ଦ୍ୱାରା ଲୋକମାନଙ୍କୁ ଲିଡ୍ କରିଥାନ୍ତି, ନିଜର କାର୍ଯ୍ୟ ଦ୍ୱାରା ଲୋକମାନଙ୍କୁ ଶିଖେଇଥାନ୍ତି। ଦେ ଟିଚ୍ ଅଦର୍ସ ଥ୍ରୁ ଦେୟାର ୱାର୍କସ୍। ଆପଣ ପୁରା ବାଇବେଲରେ ପଢନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପରେ ସାଧୁ ପାଉଲ ଜଣେ ମାତ୍ର ବ୍ୟକ୍ତି ଯିଏକି ତାଙ୍କର ଶିଷ୍ୟମାନଙ୍କୁ ବା ମଣ୍ଡଳୀ ଗୁଡ଼ିକୁ ତାହାଙ୍କର ଅନୁଗାମୀ ହେବା ପାଇଁ ବା ତାଙ୍କର ଅନୁକାରୀ ହେବା ପାଇଁ ଦୃଢତାର ସହିତ କହୁଥିଲେ। ଆପଣ ଯଦି ପଢିବେ ପ୍ରଥମ କରନ୍ଥୀୟ ତାର 11 ପର୍ବ 1 ପଦରେ ଏ ପ୍ରକାର ଲେଖାଯାଏ, 1 Corinthians chapter 11 verse 1, ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ ତୁମ୍ଭେ ମାନେ ମଧ୍ୟ ସେହିପରି ମୁହଁର ଅନୁକାରୀ ହୁଅ। ଆଉ ଥରେ ପଢିଦିଏ ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ ତୁମ୍ଭେ ମାନେ ମଧ୍ୟ ସେହିପରି ମୁହଁର ଅନୁକାରୀ ହୁଅ। ପୁଣି ଫିଲିପିଓ ତାର 3 ପର୍ବ 17 ପଦରେ ମଧ୍ୟ ସେ ମଣ୍ଡଳୀକୁ ଏ ପ୍ରକାର କହନ୍ତି, ହେ ଭ୍ରାତୃଗଣ ତୁମ୍ଭେ ମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ। ପୁଣି ଆମ୍ଭମାନଙ୍କ ଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁ ମାନେ ତଦନୁଯାୟୀ ଆଚରଣ କରନ୍ତି ସେମାନଙ୍କ ପ୍ରତି ଦୃଷ୍ଟିପାତ କର। ଦେଖନ୍ତୁ ଆଦର୍ଶ, ଆଚରଣରେ ଆଦର୍ଶ। ଯଦି ସେମାନଙ୍କର ଆଚରଣ, ସାଧୁ ପାଉଲଙ୍କର ଆଚରଣ ଯଦି ସେତେ ସଠିକ ନଥାନ୍ତା, ତାହେଲେ ସେ କେବେ ମଧ୍ୟ ନିଜର ଶିଷ୍ୟମାନଙ୍କୁ ଏବଂ ମଣ୍ଡଳୀକୁ ଏତେ ଦୃଢତାର ସହିତ କହିପାରିବେ ନାହିଁ ଯେ ସମସ୍ତେ ମିଶି ମୋହର ଅନୁକାରୀ ହୁଅ। Saint Paul is the only one person after Jesus Christ who could say to their disciples and the churches, follow me, imitate me, ମୋର ଅନୁକାରୀ ହୁଅ, ମୋର ଅନୁଗମନ କର। ଯେମିତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ଶିଷ୍ୟମାନଙ୍କୁ କହୁଥିଲେ ମୋର ଅନୁଗମନ କର, ସାଧୁ ପାଉଲ ତାଙ୍କର କାର୍ଯ୍ୟଶୈଳୀ ଏତେ ଉଚ୍ଚ କୋଟିର ଲେଭେଲ ଥିଲା, ତାଙ୍କ ଲିଡରସିପ ଏତେ ଉଚ୍ଚ କୋଟିର ଥିଲା ଯେ ସେ ଏ ପ୍ରକାର ମଣ୍ଡଳୀ ଏବଂ ଶିଷ୍ୟମାନଙ୍କୁ ସିଧାସଳଖ କହିପାରୁଥିଲେ, ଦୃଢତାର ସହିତ କହୁଥିଲେ ଯେ ମୁହଁର ଅନୁକାରୀ ହୁଅ। ସେଥିପାଇଁ କୁହାଯାଏ, what you do for yourself, that is your achievement. What you do for others, that is your success. But what you make others, that is the life of significance. ଆପଣ ନିଜ ପାଇଁ ଯାହା କରନ୍ତି ସେଟା ଆପଣଙ୍କର achievement, ଆପଣ ଅନ୍ୟମାନଙ୍କ ପାଇଁ ଯାହା କରନ୍ତି ସେଟା ଆପଣଙ୍କର success, କିନ୍ତୁ ଆପଣ ନିଜ ଭଳିଆ ଯେତେ ଜଣକୁ ସୃଷ୍ଟି କଲେ ସେଟା ଆପଣଙ୍କର significance. Saint Paul has lived a life of significance because of this reproductive leadership. A reproductive leadership ଯୋଗୁଁ ସିଏ ଏ ପ୍ରକାର ଜୀବନ ଯାପନ କରିପାରୁଥିଲେ। ସେଥିପାଇଁ କୁହାଯାଏ, you build the people and the people will build the organization. You build the people, people will build the church. ଆପଣ ଲୋକମାନଙ୍କୁ ବିଲ୍ଡ ଅପ୍ କରନ୍ତୁ, ଲୋକମାନଙ୍କୁ ସେ ପ୍ରକାର ଦୃଢତାର ସହିତ ବିଲ୍ଡ ଅପ୍ କରନ୍ତୁ, ସେମାନଙ୍କୁ ସଶକ୍ତ କରନ୍ତୁ, ସେମାନେ ଆପେ ଆପେ ଚର୍ଚ୍ଚ ବା ଅନୁଷ୍ଠାନକୁ ବିଲ୍ଡ କରିବେ। ଯଦି ଆପଣ କହୁଛେ ନା, a leader is not a true leader without right successor who can take forward the legacy of the leadership. ଜଣେ ଲିଡର ପ୍ରକୃତ ଲିଡର ନୁହେଁ ଯଦି ସେ ତାଙ୍କର ସେ ପ୍ରକାର ରିପ୍ରଡକ୍ଟିଭ ଲିଡର୍ସ ବାହାର କରୁନାହାନ୍ତି, ଯିଏକି ତାଙ୍କର ଲିଡରସିପ ଟାକୁ ଆଗକୁ, ସେ ଲିଗାସି ଟାକୁ ଆଗକୁ କଢେଇ ନେବେ। ମୁଁ ସବୁବେଳେ ଗୋଟେ ଏକ୍ସାମ୍ପଲ ଦେଇ ଆସିଛି, ଏଇ ପ୍ଲାଟଫର୍ମରେ ମଧ୍ୟ ମୁଁ ଥରେ ଅଧେ କହିଛି। ଆପଣଙ୍କର ଗ୍ରୀକ ଦାର୍ଶନିକ ସକ୍ରେଟିସ୍, ତାଙ୍କର ଅନେକ ଶିଷ୍ୟ ମାନଙ୍କ ମଧ୍ୟରେ ପ୍ଲାଟୋ ତାଙ୍କର ପଟଶିଷ୍ୟ ଥିଲେ, ଯିଏକି ସକ୍ରେଟିସଙ୍କର ଶିକ୍ଷାର ଲିଡରସିପ ବା ଲିଗାସିକୁ ଆଗକୁ କଢେଇ ନେବେ। ପ୍ଲାଟୋଙ୍କର ଅନେକ ଶିଷ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ଆରିଷ୍ଟଟଲ ତାଙ୍କର ପ୍ରମୁଖ ଶିଷ୍ୟ ଥିଲେ, ଯିଏକି ପ୍ଲାଟୋଙ୍କର ଟିଚିଂସ ଲିଗାସିକୁ ଆଗକୁ ବଢେଇ ନେଲେ। ପୁଣି ଆରିଷ୍ଟଟଲଙ୍କର ଅନେକ ଶିଷ୍ୟ ମାନଙ୍କ ମଧ୍ୟରୁ ଆଲେକ୍ଜାଣ୍ଡାର ଦି ଗ୍ରେଟ୍, ଯୋଉ ବୀର ଆଲେକ୍ଜାଣ୍ଡାର ବୀର, he was the one of the best disciple. ସେ ତାଙ୍କର ଲିଡରସିପ ଟାକୁ ଅଲଗା ସ୍ତରରେ ହେଲେ ମଧ୍ୟ ସେ ତାକୁ ଆଗକୁ ନେଲେ। ବଟ୍ ଆଲେକ୍ଜାଣ୍ଡାର ସାରା ବିଶ୍ୱକୁ ଜୟ କଲା ପରେ ମଧ୍ୟ ସେ ତାଙ୍କର ଏମିତି କୌଣସି ସକ୍ସେସର ବନେଇ ପାରିଲେ, ରିପ୍ରଡକ୍ସନ ତାଙ୍କର ଲିଡରସିପ ନଥିଲା, ଯୋଉଥିପାଇଁ ତାଙ୍କ ପରେ ଦି legacy of the leadership ended there. So we have to build some people, we have to produce some leaders so that they can take forward the legacy of the leaders. ଆମେ ତା ଉଲ୍ଟା କରୁ, ଆମେ କାହାକୁ ଆଗକୁ ବଢିବା ପାଇଁ ଦଉଁ, କାରଣ ଆମେ ଆମ ପଦବୀକୁ ନେଇକି ଇନସିକ୍ୟୁର ଫିଲ୍ କରୁ। ଯଦି ଏ ଲୋକଟା ଆଗକୁ ବଢିଲା ତାହେଲେ ମୋର ପଦବୀ କାଳେ କାଲିକି ଖତରାରେ ପଡିଯିବ, ମୋର ପଦବୀ କାଳେ କାଲିକି ସମସ୍ୟାରେ ପଡିଯିବ, ମତେ କାଳେ କାଳେ ଇଏ ଆଉଟ କରିଦବ। ସୋ ଆମେ ଲୋକମାନଙ୍କୁ ସହଜରେ ବିଲ୍ଡ କରିନଥାଉ।
ଯଦି କିଏ ଭଲ ଶିକ୍ଷା ଦେବା ଲୋକ ଯଦି ଆମେ ପାଉଛୁ ସେ ଆପଣଙ୍କ ମଣ୍ଡଳୀରେ ଆସନ୍ତି, କିନ୍ତୁ ଆମେ ବହୁତ ସମୟରେ ତାଙ୍କୁ କମ ସୁଯୋଗ ଦେଇଥାଉ, କାରଣ କାଳେ ମଣ୍ଡଳୀରେ ତାଙ୍କର ପ୍ରାଦୁର୍ଭାବ ବଢିବ, କାଳେ ମଣ୍ଡଳୀରେ ତାଙ୍କର ଇନଫ୍ଲୁଏନ୍ସ ବଢିଯିବ। ଜନ୍ ସି ମାକ୍ସୱେଲ କହନ୍ତି ଲିଡରସିପ ଇଜ ନଥିଙ୍ଗ ଲେସ୍ ନଥିଙ୍ଗ ମୋର ବଟ୍ ଦ ଇନଫ୍ଲୁଏନ୍ସ। ଯଦି ଆପଣ କିଛି ଲୋକ ଇନଫ୍ଲୁଏନ୍ସ କରିପାରୁନାହାନ୍ତି, ଆପଣ ପ୍ରଭାବ ପକେଇ ପାରୁନାହାନ୍ତି, ତାହେଲେ ଆପଣ ଲିଡରସିପ ର କିଛି ମାନେ ନାହିଁ। ତେଣୁ କାଳେ ସେ ଲିଡରସିପ ସେ ପ୍ରଭାବ ପକେଇବେ ଆଉ ମୋର ଲିଡରସିପ ର ପ୍ରଭାବ କମିଯିବ, ତେଣୁ ଆମେ ଅନେକ ସମୟରେ ଲୋକମାନଙ୍କୁ ସୁଯୋଗ ଦେଇନଥାଏ। वी डोंट गिव पीपल ए चांस, କାରଣ ଆମେ ନିଜକୁ ଇନସିକ୍ୟୁର ଫିଲ୍ କରିଥାଉ କାଳେ ମୋର ପଦବୀ ପଳେଇଯିବ। ବଟ୍ ସେଣ୍ଟ ପଲ୍ ହାଜ କ୍ରିଏଟେଡ ମେନି ଲିଡର୍ସ ଯୋଉମାନେ କି ତା କଣ୍ଟିନ୍ୟୁ କଲେ ବୋଲି ଆଜି ସେ ଲିଗାସି ଆଜି ମଧ୍ୟ କଣ୍ଟିନ୍ୟୁ କରୁଛି। ଲାଷ୍ଟ ବଟ୍ ଦି ହାଇଏଷ୍ଟ ଲେଭେଲ ଅଫ ଲିଡରସିପ ହେଲା ଦ ସର୍ଭେଣ୍ଟ ଲିଡରସିପ ବା ସର୍ଭେଣ୍ଟ ଲିଡର, ସର୍ଭିସ ଲିଡରସିପ, ସେବକ ନେତୃତ୍ୱ ବା ସେବକ ନେତା, ରାଇଟ। So this is the best and the most highest level of leadership. In the positional leadership, lowest level of leadership thila, servant leadership is the best and the highest level of leadership. ଏଥିରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି the best example of the servant leadership. ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ସବୁଠାରୁ best example ଆମମାନଙ୍କର ଏଇ ସେବକ ନେତୃତ୍ୱର। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏ କି ସମସ୍ତ ବିଶ୍ୱର ସୃଷ୍ଟିକର୍ତ୍ତା, ଯିଏ କି ସମସ୍ତ ବିଶ୍ୱର ମାଲିକ, କାରଣ ଯୌନ ପୁସ୍ତକରେ ଲେଖାଯାଏ ସମସ୍ତ ବିଶ୍ୱ ତାହାଙ୍କ ଦ୍ୱାରା ପୁଣି ତାହାଙ୍କ ପାଇଁ ସୃଷ୍ଟି, ଆଉ ଯିଏ କି ସ୍ୱର୍ଗଦୂତ ମାନଙ୍କ ଦ୍ୱାରା ସେବିତ ହୁଅନ୍ତି, ଆଉ ସେଇ ପ୍ରକାର ଏକ ପରମେଶ୍ୱର ମନୁଷ୍ୟ ରୂପ ଧରି ପୃଥିବୀକୁ ଆସିଲେ, ଆଉ ସେ ମନୁଷ୍ୟ ଭାବରେ ଜୀବନ ଯାପନ କରୁ କରୁ ମନୁଷ୍ୟ ମାନଙ୍କର ସେବା କଲେ। ଦେଖନ୍ତୁ ଲେଖାଯାଏ ମାର୍କ ତାର 10 ପର୍ବ 45 ପଦରେ, ଗସ୍ପେଲ ଦେଖନ୍ତୁ ସେଣ୍ଟ ମାର୍କ ଚାପ୍ଟର 10 ଭର୍ସ 45, କାରଣ ମନୁଷ୍ୟ ପୁତ୍ର ମଧ୍ୟ ସେବା ପାଇବାକୁ ଆସିନାହାନ୍ତି ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପ ଆପଣା ପ୍ରାଣ ଦେବାକୁ ଆସିଅଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱୟଂ ସମସ୍ତ ବିଶ୍ୱର ମାଲିକ, ଯାହାଙ୍କୁ ସ୍ୱର୍ଗଦୂତ ମାନେ ସେବା କରନ୍ତି, ସିଏ ପୃଥିବୀରେ ଆସି କହନ୍ତି ମନୁଷ୍ୟ ପୁତ୍ର ମଧ୍ୟ ସେବା ପାଇବାକୁ ଆସିନାହାନ୍ତି ମାତ୍ର ସେବା କରିବାକୁ ଆସିଛନ୍ତି। ଲର୍ଡ ଜିସସ୍ କ୍ରାଇଷ୍ଟ has come to this world not to be served but to serve the people। ଆଉ ସେ ନିଜର ଶିଷ୍ୟମାନଙ୍କୁ ଏଇ ସର୍ଭେଣ୍ଟ ଲିଡରସିପ ଉପରେ ମଧ୍ୟ ଶିକ୍ଷା ଦେଇ କହନ୍ତି। ମାଥ୍ୟୁ ତାର 23 ପର୍ବ 10 ରୁ 12 ପଦ ଏ ପ୍ରକାର ଲେଖାଯାଏ, ମାଥ୍ୟୁ ଚାପ୍ଟର 23 ଭର୍ସ 10 to 12, ଆଉ ତୁମେ ମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, ଯୋଉଟା କି ଆଜି ଆମମାନଙ୍କର ଫେଭରାଇଟ, ନେତା ହେବା ପାଇଁ ଭାରି ଖୁସି, କାରଣ ତୁମ୍ଭ ମାନଙ୍କର ନେତା ଜଣେ ଶ୍ରୀଖ୍ରୀଷ୍ଟ, କିନ୍ତୁ ତୁମ୍ଭ ମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ ସେ ତୁମ୍ଭ ମାନଙ୍କର ସେବକ ହଉ। ଆମେ ତ ଉଲ୍ଟା କରୁଛୁ, ଆମେ ସମସ୍ତଙ୍କୁ ସେବକ ବନେଇକି ଆମେ ଶ୍ରେଷ୍ଠ ହେବା ପାଇଁ ଚେଷ୍ଟା କରୁଛୁ, କିନ୍ତୁ ଯୀଶୁ ଖ୍ରୀଷ୍ଟ କହନ୍ତି ଯଦି ଶ୍ରେଷ୍ଠ ହେବା ପାଇଁ ଇଚ୍ଛା ତାହେଲେ ସମସ୍ତଙ୍କର ସେବକ ହେବାର ଆବଶ୍ୟକ। 12 ପଦରେ ଲେଖାଯାଏ, ଆଉ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ ତାହାକୁ ନତ କରାଯିବ, ପୁଣି ଯେ କେହି ଆପଣାକୁ ନତ କରେ ତାହାକୁ ଉନ୍ନତ କରାଯିବ। ଯୀଶୁଖ୍ରୀଷ୍ଟ ନିଜେ ପ୍ରାକ୍ଟିସ କରିବା ସହିତରେ ନିଜର ଶିଷ୍ୟ ମାନଙ୍କୁ ମଧ୍ୟ ଏହି ଶିକ୍ଷା ଦେଉଥିଲେ ଟୁ ଫଲୋ ଦି ସର୍ଭେଣ୍ଟ ଲିଡରସିପ ଫର୍ମୁଲା। ଆଉ ସେଥିପାଇଁ ପୁନରୁତ୍ଥାନ ପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପ୍ରିୟ ଶିଷ୍ୟ ପିତରଙ୍କୁ ଏହି ପ୍ରକାର ଲିଡରସିପ ପାଇଁ ପ୍ରିପେୟାର କରିବା ଉଦ୍ଦେଶ୍ୟରେ 3 ଥର ପଚାରନ୍ତି, ତୁମ୍ଭେ କଣ ମତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଅଛ? ଆଉ ଯେବେ ତୁମେ ଅଧିକ ମତେ ପ୍ରେମ କରୁଅଛ ତାହେଲେ ମୋହର ମେଷ ମାନଙ୍କୁ ଚରାଅ, ମୋହର ମେଷ ମାନଙ୍କୁ ପ୍ରତିପାଳନ କର। ଟେକ୍ କେୟାର ଅଫ ମାଇ ଶିପ୍ସ। ଦ୍ୟାଟ ଇଜ ଦି ସର୍ଭେଣ୍ଟ ଲିଡରସିପ ପାଇଁ ସେ ତାଙ୍କର ପ୍ରିୟ ଶିଷ୍ୟ ପିତରଙ୍କୁ ସେ ପ୍ରସ୍ତୁତ କରୁଥିଲେ। ଆଉ ପିତର ଏହାକୁ ପାଳନ କରିବା ଉଦ୍ଦେଶ୍ୟରେ ବା ଏହାକୁ ପାଳନ କରିବା ସନ୍ଦର୍ଭରେ ମଣ୍ଡଳୀ ମାନଙ୍କୁ ଏହି ଶିକ୍ଷା ଦିଅନ୍ତି। ଆପଣ ଯଦି ପଢିବେ ପ୍ରଥମ ପିତର ତାର 5 ପର୍ବ 1 ରୁ 10, ମୁଁ କେବଳ 2 ପଦ ଆପଣଙ୍କୁ ପଢିଦେବି। ସେଥିରେ ତାଙ୍କର ସହପ୍ରାଚୀନ ମାନଙ୍କୁ ଏ ପ୍ରକାର କହନ୍ତି, 2 ପଦ, ପ୍ରଥମ ପିତର 5 ପର୍ବ 2 ପଦରେ, ତୁମ୍ଭ ମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ୱରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ ମାତ୍ର ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ସ୍ୱଚ୍ଛନ୍ଦ ମନରେ, କୁଚ୍ଛିତ ଲାଭ ନିମନ୍ତେ ନୁହେଁ କିନ୍ତୁ ଆଗ୍ରହ ସହକାରେ ତାହା କର।
प्रभु यीशु ख्रीष्ट ए सर्वेंट लीडरशिप रो चरम उदाहरण आउ से मध्य निजर शिष्य मानकू ए प्रकार लीडरशिप को फॉलो करिबा पई शिक्षा देउथिले। ए लीडरशिप रे कौन सी कंपटीशन नाही, एटा रास्ता पूरा खाली, कारण एथिरे लोक माने जिबा पई पसर करंती नै। लोक सेवित हेबा पई इच्छा करंती किंतु सेवा करिबा पई इच्छा करंती नाही। Service leadership is the most powerful leadership and its impact remains for a long time and sometimes it's forever। ए जो सेवक नेतृत्व रो कार्य अति शक्तिशाली अटे आ यार प्रभाव बहुत दिन धरी रहे आ प्रभु यीशु ख्रीष्ट क्षेत्र में तो यह सब दिन पर रहा। देखो तो प्रभु यीशु मात्र 3.5 वर्षर सेवा कार्य करथि। से इस्राएल बाहर को केबे जाई नाथि, मात्र 70 किलोमीटर रेडिएशन भितरे से तांकर कार्य सारिथि। से कौन से युद्ध करि नाथि, कौन से देश को जय करि नाथि, किंतु तांकर ए स्वल्प दिनर कार्य, स्वल्प एरिया रो कार्य, ए सेवक लीडरशिप हेतु आज मध्य ताहा सर्व पृथ्वीर सब देश विद्यमान। पृथ्वी में कौन सी देश नहीं जो जगह रे कि प्रभु यीशु ख्रीष्ट शिष्य शिष्य ना। पृथ्वी रे सबटार अधिक तांकर अनुगामी अछंती। दैट इज द इंपैक्ट, दैट इज द पावर ऑफ द सर्वेंट लीडरशिप, द हाईएस्ट लेवल ऑफ लीडरशिप, द बेस्ट लीडरशिप रो होची सर्वेंट लीडरशिप जहार प्रभाव आज मध्य आमान को देखो। यदि आधुनिक युग रे आपण देखिबे ताले आपण मदर टेरेसा को कथा आपण मने पके पारंती, ताको आपण एई श्रेणी रे आपण गणना करि पारंती। से सेवा करी करी कुष्ठ रोग मानकर सेवा करी करी नोबेल पीस प्राइज पाइथि। आमे मध्य आमर साध्य मते आमानकर रेडिएशन भितरे आमानकर जो जगह रे रहउछु सेही भितरे एई सर्वेंट लीडरशिप टाको आमे प्रैक्टिस करि पारिबा। वी कैन प्रैक्टिस दिस सर्वेंट लीडरशिप विद इन आवर परव्यू। आमे मदर टेरेसा के बड़ हेबा जरूरी नाही। आमे जोटी अछु, जोटी कार्य करूछु, आमे यहाँ को आमे प्रैक्टिस करि परिबा। ए लीडरशिप लोक माने सेमानको लीडर्स मानको बिना शर्त रे प्रेम करंती, कारण आपण सेवा करूतिबारु आपनको से माने प्रेम करंती। आ आपण केते जानंती, केते ज्ञानी, केते मानी, केते धनी लोक करे किछि जाय आसी नाही, किंतु लोक मानको आपण केते प्रेम करते कर केते जत्न नियंती लोक माने सेटा बेसी आपनको स्मरण रखंती, आपण मान्य करंती। सेति मई अमेरिकार 26तम राष्ट्रपति थियोडर रूजवेल्ट गोटे बहुत बड़ा स्टेटमेंट कहती, पीपल डोंट केयर हाउ मच यू नो अनलेस एंड अंटिल दे नो हाउ मच यू केयर देम। लोक माने केयर करंती ना, आपण केते ज्ञानी, केते मानी, केते धनी, केते कोन, लोक जस्ट गोटे जिंस जानिबा पई चाहंती जे आपण तांकर केते केयर करन। द ट्रू लीडरशिप इज नॉट हाउ मेनी पीपल आर सर्विंग यू, rather to how many people you are serving। प्रकृत नेतृत्व सेटा नुहे जे आपण को केते जण सेवा करूछन, प्रकृत नेतृत्व सेटा आपण केते जण को सेवा करूछन। सो प्रिय रे भाई भौणी माने, आज मु आपण मानक सम्मुख रे पंचस्तरीय लीडरशिप एवं सेमानकर कार्यधारा भी संपर्क रे तार प्रथम अध्याय समाप्त करिबा पई जाउची। आमे द्वितीय अध्याय रे यार शेष अंश आमे देखिबा, कारण लोक माने हमर कार्य सकाशे जेहेतु हमको से माने ग्रहण करिवे, हमर कार्य सकाशे जेहेतु हमनको सम्मान देबे, हमनको कार्य सकाशे जेहेतु हमनको प्रेम करिवे, ताहले हमनकर कार्य की प्रकार हबार आवश्यकता रहउछ। आमे लेवल 1 रे थाई पारो, किबा लेवल 2 रे थाई पारो, किबा लेवल 3 रे थाई पारो, किबा लेवल 4 रे थाई पारो, किबा लेवल 5 रे थाई पारो, जे कोन से लीडरशिप रे थाई पारो, अल्टीमेटली पीपल विल लव बिकॉज़ ऑफ आवर वर्क्स। तेणु आमने सेकेंड एपिसोड रे परवर्ती अध्याय ईश्वर जब अनुग्रह करती, ताहले आमने लीडर्स मानकर कार्य एवं फॉलोअर्स मानकर लीडर्स मानक प्रति कार्य आमे एई विषय रे आमे परवर्ती अध्याय रे आलोचना करिबा। ए समस्त आलोचना रे, ए समस्त चिंता रे बुझिबार शक्ति दे ईश्वर आम समस्त को अनुग्रह करंतु, समस्त को आशीर्वाद करंतु। आमेन। समस्त को नमस्कार, समस्त को प्रेज दिलो।